ଓହୋ ଦେଖନ୍ତୁ ନଞ୍ଜା ବସିଛି। ଯେତେବେଳେ ପାଣି ଛାଡ଼ିଲା ବେଳେ ଇଏ ବଗ କ'ଣ କରିଛି ନା ମାଛ ଖାଇବ ବୋଲି ନଞ୍ଜା ଭିତରୁ ଗଳି ଯାଇଛି। ଦେଖନ୍ତୁ ଫାଇନାଲି ଦେଖନ୍ତୁ ବର୍ତ୍ତମାନ ମୁଁ ନଞ୍ଜା ମଧ୍ୟ ସବୁ ଛାଡ଼ି ସାରିଲି। ଆଉ ଏତିକି ମାଛ ଦେଖନ୍ତୁ ଧରିଛି ସମ୍ପୂର୍ଣ୍ଣ। ହାଇ ଫ୍ରେଣ୍ଡ, ଜୟ ଜଗନ୍ନାଥ, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଆଉ ବର୍ତ୍ତମାନ ସକାଳୁ ସକାଳୁ ମୁଁ ବର୍ତ୍ତମାନ ପଳେଇ ଆସିଛି ଟିକେ ପୋଖରୀ ପାଖକୁ, କାହିଁକିନା ପୋଖରୀ ପାଖରେ ନଞ୍ଜା ବସା ହେଇଛି। ଆଉ ନଞ୍ଜାରେ ମାଛ ଦେଖିବା ପଡ଼ିଛି ନାହିଁ, କାଲି ଯେହେତୁ ପାଣି ମଧ୍ୟ ପ୍ରବଳ ଦେଖନ୍ତୁ ହେଉଛି ବନ୍ଧୁ ବୁଡ଼େଇବା ଉପରେ। ଆଉ ବର୍ତ୍ତମାନ ମୁଁ ଆସିଛି ଦେଖିବା ଜୁଆର ପାଣି ବର୍ତ୍ତମାନ ପଶୁଛି। ଆଉ ପଶି ସାରିଲା ପରେ ନିଶ୍ଚିନ୍ତ ଭାବରେ ଦେଖିବା କେତେ ମାଛ ପଡ଼ୁଛନ୍ତି। ଆଉ ନିଶ୍ଚିତ ଭାବରେ ବ୍ଲଗ୍ଟି କଣ୍ଟିନ୍ୟୁ କରିବେ, ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ। ଚାଲନ୍ତୁ ମୁଁ ବର୍ତ୍ତମାନ ଦେଖଉଛି ଆଉ କେମିତି କ'ଣ ପ୍ରୋସେସିଂରେ ବସିଛି ନଞ୍ଜା। ପାଣି ପଶିଲାଣି, ସେପଟେ ଟିକେ ଦେଖିଦେବା ସେ ବନ୍ଧ କତିରେ ନଞ୍ଜା ଠିକ୍ ଅଛି କି ନାହିଁ। ହେଲାଣି ଫାଇନାଲି ବର୍ତ୍ତମାନ ସବୁ ମୁଁ ଦେଖିଥିଲି, ନଞ୍ଜା ଠିକ୍ ଠାକ୍ ଅଛି। କିନ୍ତୁ ଏଠି ମଧ୍ୟ ଠିକ୍ ଠାକ୍ ଅଛି। ମୁଁ ସେଠି ମଧ୍ୟ ଦେଖିଥିଲି। ଓହୋ ଦେଖନ୍ତୁ ନଞ୍ଜା ବସିଛି। ଯେତେବେଳେ ପାଣି ଛାଡ଼ିଲା ବେଳେ ଇଏ ବଗ କ'ଣ କରିଛି ନା ମାଛ ଖାଇବ ବୋଲି ନଞ୍ଜା ଭିତରୁ ଗଳି ଯାଇଛି। ଦେଖନ୍ତୁ ନଞ୍ଜା ଭିତରୁ ଗଳି ଯାଇଛି। ବର୍ତ୍ତମାନ ଜୁଆର ଟାଇମ୍ ହେଇଯାଇଛି, ଆଉ ସେ ବାହାରି ପାରୁନି। କେମିତି ବାହାରିବ? ସିଏ ଆଉ ବାହାରିବାର ଚାନ୍ସ ନାହିଁ, ମରିବାଟି ଫାଇନାଲ୍। ଆଉ କାହିଁକିନା ବର୍ତ୍ତମାନ ପାଣି ଅଧିକ ହେଲାଣି, ନଞ୍ଜା ଉଠେଇବୁ ମାନେ ଗଲା ଆଉ ବସେଇ ହେବନି ଏକର। ତାପରେ ଦୁଇର ବର୍ତ୍ତମାନ ନଞ୍ଜାରୁ ସେ ବାହାରିବ କେମିତି? କୌଣସି ପ୍ରକାର ଚାନ୍ସ ଆଗ ପଟେ ବାହାରି ପାରିବ ନାହିଁ, ପଛ ପଟରେ ବି ବାହାରି ପାରିବନି, ବହୁତ କଷ୍ଟଲି ହେବ। ତେଣୁକରି ସେ ଥାଉ ସେଠି, ଲାଷ୍ଟକୁ ଦେଖିବା ଯଦି ତାର ସେଠି ବଞ୍ଚିଥିବ ତାହେଲେ ବାହାର କରାଯିବ। ଆଉ ବେଳୁ ଦେଖନ୍ତୁ ପାଣି ମଧ୍ୟ ପୁରା ବଢ଼ି ଚାଲିଛି। ଆଉ କାହିଁକିନା ଜୁଆର ବର୍ତ୍ତମାନ ଯେଉଁ ଘଣ୍ଟେ ଦେଢ଼ ଘଣ୍ଟା ପ୍ରବଳ ପାଣି ହେବ। ସୁଅ ମଧ୍ୟ ଦେଖନ୍ତୁ ମାନେ କେତେରୁ ଚାଲିଲାଣି। ଏଇଟା ହେଉଛି ପିଛାଲା କଟା ହେଇଛି। ଆଉ ଏଠି ପଡ଼ିଥିଲେ ହୁଏତ ମୁଁ କାଢ଼ି ଦେଇ ପାରିଥାନ୍ତି, କିନ୍ତୁ ସେଠି କାଢ଼ି ହେବନି। ଆଉ ବର୍ତ୍ତମାନ ସୁଅ ମଧ୍ୟ ପ୍ରବଳ ହେଲାଣି। ଆଉ ଦେଖିବା ନିଶ୍ଚିନ୍ତ ଭାବରେ ବ୍ଲଗ୍ଟି କଣ୍ଟିନ୍ୟୁ କରିବେ, ଶେଷ ଯାଏଁ ଦେଖିବା ପାଇଁ ଚେଷ୍ଟା କରିବେ। ଏବଂ ଖାସ୍ କରି ସବସ୍କ୍ରାଇବ୍ କରିଦେବେ ଯେଉଁମାନେ ନୂଆ କରି ଆମ ଚ୍ୟାନେଲ୍ ମାଧ୍ୟମରେ ଭିଡ଼ିଓଟି ଦେଖୁଛନ୍ତି। ଆଉ ବର୍ତ୍ତମାନ ଚାଲନ୍ତୁ କିଛି ସମୟ ପରେ ଝାଡ଼ିতে ଆସିବା। ଆଉ ବର୍ତ୍ତମାନ ଯିବା ଆଉ ବସାକୁ। ଫାଇନାଲି ବର୍ତ୍ତମାନ ଦେଖନ୍ତୁ ପାଣି ମଧ୍ୟ ଛାଡ଼ିଲାଣି, ପାଖାପାଖି 100 ଆଡ଼କୁ ଗତି କରୁଛି। ବର୍ତ୍ତମାନ ଯିବା ସେଇ ନମ୍ବର ନଞ୍ଜାଟା ଆଗେ ଝାଡ଼ିବା, ତାପରେ ଏଇ ନଞ୍ଜା ଝାଡ଼ିବା। ଆଉ ଦେଖିବା ବଗ ପଶିଥିଲା କୁଆଡ଼େ ଗଲା। ଆଉ ବଗ ମର ଗୟା ବୋଧେ, ଆଉ ବଞ୍ଚିଛି କିସ ହେଇଛି ବର୍ତ୍ତମାନ ଦେଖିବା। ଫାଇନାଲି ଦେଖନ୍ତୁ ବର୍ତ୍ତମାନ ମୁଁ ନଞ୍ଜା ମଧ୍ୟ ସବୁ ଛାଡ଼ି ସାରିଲି। ଆଉ ଏତିକି ମାଛ ଦେଖନ୍ତୁ ଧରିଛି ସମ୍ପୂର୍ଣ୍ଣ। ଚୁଇଁ ଚୁଇଁ ବଡ଼ କଙ୍କଡ଼ା ଗୋଟେ, ଚୁଇଁ କଙ୍କଡ଼ା ଗୋଟେ, ବେକେଟି ଗୋଟେ, ତୁଆଡ଼ି 2-4ଟା, ଏମିତି ଭେରାଇଟି ମାଛ ପଡ଼ିଛି। ଆଉ କାହିଁକିନା ଫ୍ରଣ୍ଟ କ୍ୟାମେରା କରିବା ଟିକେ ଅସମ୍ଭବ, କାହିଁକିନା ପୁରା ମୁଁ କାଦୁଅ ଉଠାଳ ହେଇଛି। ଆଉ ତେଣୁକରି ମୁଁ ଆପଣମାନଙ୍କୁ ଦେଖଉଛି। ଆଉ ଯିବା ଏବେ।